ଜୀବାମୃତ ଏକ ଜୈବିକ ସାର ଓ ଏହା ଫସଲ ବୃଦ୍ଧି ବର୍ଦ୍ଧକ ହିସାବରେ ବ୍ୟବହାର କରାଯାଇଥାଏ। ଏଥିରେ ପ୍ରଚୁର ପରିମାଣରେ ଅଣୁଜୀବ ରହିଥାନ୍ତି ଯାହାକି ମାଟିର ମାନ ଓ ଗୁଣକୁ ବଢ଼ାଇଥାନ୍ତି। ଜୀବାମୃତ ମୁଖ୍ୟତଃ ଦୁଇଟି ଶବ୍ଦରୁ ଉଦ୍ଧୃତ ଯାହାକି ଜୀବନ ଓ ଅମୃତ। ଏହାର ପ୍ରସ୍ତୁତ ପାଇଁ ଅଳ୍ପ ଅର୍ଥର ଆବଶ୍ୟକତା ରହିଛି କିନ୍ତୁ ଏଥିରେ ପ୍ରଚୁର ପରିମାଣରେ ଅଣୁଜୀବ ଯବାକ୍ଷାରଜାନ ଫସ୍ଫରସ୍ ରହିଛି ଯାହାକି ଗଛର ବୃଦ୍ଧିରେ ବିଶେଷ ସହାୟକ ହୋଇଥାଏ। ଏଥିରେ ବ୍ୟବହାର ଦ୍ୱାରା ମାଟିର ଉର୍ବରତା ବଢ଼ାଇବା ସହିତ ଗଛର ବୃଦ୍ଧିରେ ବିଶେଷ ଉପକୃତ ହୋଇଥାଏ। ଏହାର ପ୍ରସ୍ତୁତ ପ୍ରଣାଳୀ ବହୁତ ସରଳ। ପ୍ରସ୍ତୁତ ପାଇଁ ଆବଶ୍ୟକ ସାମଗ୍ରୀ ପାଇଁ ଚାଷୀ ଭାଇ ଓ ଭଉଣୀମାନେ ସହଜରେ ପାଇପାରିବେ। ଏଥିପାଇଁ ଏକ 200 ଲିଟର ଟାଙ୍କିର ଆବଶ୍ୟକତା ରହିଛି। ପ୍ରଥମେ ଏହି 200 ଲିଟର ଟାଙ୍କିରେ 5 କେଜି ଗୋବର, 1 କେଜି ବେସନ, 5 ଲିଟର ଗୋମୂତ୍ର ଓ 1 କେଜି ଗୁଡ଼, 1 କେଜି ବଗିଚା ମାଟି ଓ 180 ଲିଟର ପାଣିକୁ ଭଲ ଭାବରେ ମିଶାଇ ଗୋଳା ଯାଇଥାଏ। ଏହି ଦ୍ରବଣକୁ 20 ଦିନ ପଚେଇବା ପାଇଁ ରଖାଯାଇଥାଏ। ସେହି ମିଶ୍ରଣକୁ ମଝିରେ ମଝିରେ ବାଡ଼ି ସାହାଯ୍ୟରେ ଗୋଳା ଯାଇଥାଏ। ଏହି ଦ୍ରବଣର 200 ଲିଟରକୁ ଆମେ ଏକର ପ୍ରତି ବ୍ୟବହାର କରାଯାଇପାରିବ ଯାହାକି ଓ 1 ଲିଟର ପାଣି ପ୍ରତି 50 ମିଲି ହିସାବରେ ଦ୍ରବଣ କରି ଗଛ ଉପରେ ସିଞ୍ଚନ କରାଯିବ। ଏହାର ବ୍ୟବହାର ଫଳରେ ମାଟିର ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରହିବା ସହିତ ଗଛକୁ ମଧ୍ୟ ଦରକାରୀ ପୋଷକ ତତ୍ତ୍ୱ ମିଳିଥାଏ ଯାହାକି ଭଲ ଫସଲ ଅମଳରେ ସାହାଯ୍ୟ ହୋଇଥାଏ।